ଶ୍ରୀମନ୍ଦିର ରତ୍ନଭଣ୍ଡାର ରାଜା ରାଜକର୍ମଚାରୀ ଧର୍ମପ୍ରାଣ ବ୍ୟକ୍ତି ବଦାନ୍ୟ ଭକ୍ତଙ୍କ ସାହାଯ୍ୟ ସହଯୋଗରେ ସମୃଦ୍ଧ ହୋଇଥିଲା। ମାଦଳା ପାଞ୍ଜିରୁ ଜଣାଯାଏ ଅନଙ୍ଗ ଭୀମଦେବ ବିଭିନ୍ନ ରାଜ୍ୟ ଜୟ କରି ଧନରତ୍ନ ଆଣିଥିଲେ। ମାଦଳା ପାଞ୍ଜିରେ ଏନେଇ ଉଲ୍ଲେଖ ରହିଛି। ମୋଟ 42,88,000 ମାଢ଼ ସୁବର୍ଣ୍ଣ ଶ୍ରୀମନ୍ଦିର ରାଜକୋଷକୁ ପ୍ରଦାନ କରିଥିଲେ ରାଜା। ଏହାସହ ଶ୍ରୀଜୀଉଙ୍କ ବିଭିନ୍ନ ଯାନିଯାତ୍ରା ଉତ୍ସବ ଲାଗି ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ ନିମନ୍ତେ 2,50,000 ମାଢ଼ ସୁବର୍ଣ୍ଣ ମନ୍ଦିରକୁ ପ୍ରଦାନ କରିଥିଲେ। ଏହାସହ 10,000 ସୁବର୍ଣ୍ଣ ମୁଦ୍ରା ମଧ୍ୟ ରତ୍ନଭଣ୍ଡାରକୁ ଦାନ କରିଥିଲେ। ଗଙ୍ଗବଂଶର ରାଜତ୍ୱ ସମୟରୁ ରତ୍ନଭଣ୍ଡାରର ଭିତ୍ତି ସୁଦୃଢ଼ ହେବା ସହ ଶ୍ରୀବିଗ୍ରହମାନଙ୍କୁ ନାନାଦି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବା ପରମ୍ପରା ସୃଷ୍ଟି ହୋଇଥିଲା। ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ରତ୍ନଦ୍ରବ୍ୟର ବୃଦ୍ଧି ଚରମ ସୀମାରେ ପହଞ୍ଚିଥିଲା। ମହାପ୍ରଭୁଙ୍କୁ ରାଜାଧିରାଜ ମାନିଥିବା ରାଜା ନିଜକୁ ପ୍ରଭୁଙ୍କ ରାଉତ ରୂପେ ଅଭିହିତ କରିଥିଲେ। ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରରେ ଏକ ଅଭିଲେଖରୁ ଜଣାଯାଏ ମହାରାଜ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ରାଜ୍ୟ ଜୟ କରି ସାଙ୍ଗରେ ଆଣିଥିବା ସମସ୍ତ ଧନରତ୍ନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରିଥିଲେ। କଥିତ ଅଛି ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି 16ଟି ହାତୀ ପିଠିରେ ବିପୁଳ ପରିମାଣର ଧନରତ୍ନ ମଣିମୁକ୍ତା ଆଣି ମହାପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ। ତତ୍କାଳୀନ ବଡ଼ ତଢ଼ାଉକରଣ ସେବକର ଅନୁରୋଧ କ୍ରମେ ରଥଯାତ୍ରା ସମୟରେ ରଥ ଉପରେ ସୁନାବେଶ ବା ବଡ଼ ତଢ଼ଉ ବେଶର ପ୍ରଚଳନ ହୋଇଥିଲା। ଏହି ବେଶ କରିବା ନିମନ୍ତେ 138 ପ୍ରକାରର ନୂତନ ଭାବେ ବିଭିନ୍ନ ରତ୍ନଖଚିତ ସ୍ପର୍ଶ ଅଳଙ୍କାର ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାଜା ପୁରୁଷୋତ୍ତମ ଦେବ ମହାପ୍ରଭୁଙ୍କ ଲାଗି ହାତୀଦାନ୍ତ ରତ୍ନ ପଲଙ୍କ, ରତ୍ନଖଟ, ରତ୍ନ କଳସ, ରତ୍ନ ଛତି, ରତ୍ନ ବେଣ୍ଟ ଚାମର ଓ ସୁନା ମାର୍ଜନୀ ପ୍ରଭୃତି ଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, ଶବ୍ଦ ମିଡ଼ିଆ।